जय श्रीकृष्ण नमस्कार दर्शक बंधु माधव पवित्र वाणी राशिफल कार्यक्रम आपण मान स्वागत। प्रिय दर्शक बंधु आज आम जानिबा टैरोट कार्ड माध्यम 12टी राशि राशिफल प्रथमे मेष राशि ठारू आरंभ करी मीन राशि पर्यंत। ता पूर्व मोर प्रिय दर्शक बंधु आसंतु जानिबा आज दिनचर्या कार्यक्रम विषय। आज सर्वसम्मत भौमी बड़ एकादशी विश्व ବା ବ୍ୟାସ ସରୋବର ସ୍ନାନ ଓ ମେଳା ମାଳିକାର ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ଜନ୍ମ ଉତ୍ସବ ଦିବସ। ଆଜି ମାଘ ମାସ ବା ମକର ମାସ 26 ଦିନ ଫେବୃଆରୀ 8 ତାରିଖ ଶନିବାର। ଆଜି ଏକାଦଶୀ 35 ଦଣ୍ଡ 50 ରାତ୍ରି 8ଟା 41 ମିନିଟ୍ ପର୍ଯ୍ୟନ୍ତ। ଆଜି ମୃଗଶିରା ନକ୍ଷତ୍ର 31 ଦଣ୍ଡ 24 ସନ୍ଧ୍ୟା 6ଟା 55 ମିନିଟ୍ ପର୍ଯ୍ୟନ୍ତ। ମୋର ପ୍ରିୟ ଦର୍ଶକ ବନ୍ଧୁ আজি জন্ম হওয়া শিশুর বৃষ রাশি বৈশ্য মতান্তরে শূদ্র বর্ণ দেবগণ দিবা 7টা 29 মিনিট পরে মিথুন রাশি শূদ্র মতান্তরে বৈশ্য বর্ণ দেবগণ সন্ধ্যা 6টা 55 মিনিট পরে নরগণ। আজি মৃত্যু ব্যক্তির এক পাদ পুষ্কর দোষ ও রাত্রি 8টা 41 মিনিট পরে 2 পাদ পুষ্কর দোষ। ফল কৃষি সন্তান ও পশুহানি হোমাদি শান্তি অন্নবস্ত্র স্বর্ণ মাসদন তণ্ডুল ও কাঞ্চপাত্র দান বিধেয়। আজি একাদশী শ্রাদ্ধ আজির নিষিদ্ধ খাদ্য কইলে শিম্ব ভোজন নিষেধ। রাত্রি 8টা 41 মিনিট পরে পই বা পূর্তিকা ভোজন নিষেধ। আজির ধর্মকৃত্য কইবাকু গলে বিবিধ কার্যক্রমে সর্বসম্মত বড় বা ভূমি বড় একাদশী উপবাস আজির বিবিধ কার্যক্রমে হল নিষেধ। আজির পର୍ବপର୍ବାଣୀ বা পর্ব উৎসব বিষয়ে যদি আমি কইবা অদ্য ভদ্রক কাউপুর সাଳନ୍ଦୀ নদীরে সীতাকুণ্ড ও দেববর বা দেবর কুণ্ডরে তর্পণ ও স্নানাদি মেলা উৎসব। যাজপুর রোড ব্যাসনগর সন্নিকট ব্যাস সରୋବରରେ তর্পণ স্নানদান ও 5 দিন মেলা উৎসব। গুরু ভক্তানন্দଙ୍କର তীরধ্যাନ উৎসব ମାଳିକାର ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ଜନ୍ମ ଉତ୍ସବ। ନିମାଳ ଗାଦିରେ ପଦ୍ମବନ ଠାରେ ମାଳିକା ପାଠ ଓ ନାମ ସଂକୀର୍ତ୍ତନ ମେଳା ଉତ୍ସବ ଏବଂ ମହାଯଜ୍ଞ ଇଚ୍ଛାପୁର ନବଗ୍ରହ ମନ୍ଦିରରେ ପ୍ରତିଷ୍ଠା ଉତ୍ସବ ଓ ବିଶ୍ୱ ଶାନ୍ତି ଗ୍ରହ ଯଜ୍ଞାନୁଷ୍ଠାନ। ବ୍ରହ୍ମ ଅବଧୂତ ମୁକୁନ୍ଦ ବାବାଙ୍କର ତୀରଧ୍ୟାନ ଉତ୍ସବ ଓ ଭକ୍ତ ସମ୍ମିଳନୀ। ଆଜିର ଅଶୁଭ ବେଳା କାଳ ବେଳା ପ୍ରାତରୁ ଦିବା 7ଟା 56 ମିନିଟ୍ ମଧ୍ୟରେ ଦିବା 3ଟା 48 ମିନିଟ୍ ପରେ 5ଟା 57 ମିନିଟ୍ ମଧ୍ୟରେ। ଆଜିର ବାର ବେଳା କହିଲେ ଦିବା 2ଟା 12 ମିନିଟ୍ ପରେ ଏବଂ 3ଟା 47 ମିନିଟ୍ ମଧ୍ୟରେ। ଆଜିର କାଳରାତ୍ରି କହିବାକୁ ଗଲେ ସନ୍ଧ୍ୟାରୁ 6ଟା 12 ମିନିଟ୍ ମଧ୍ୟରେ ରାତ୍ରି 3ଟା 31 ମିନିଟ୍ ପରେ 6ଟା 21 ମିନିଟ୍ ମଧ୍ୟରେ। ଆଜିର ଶୁଭ ବେଳା ବା ଅମୃତ ଯୋଗ ଦିବା 10ଟା 22 ମିନିଟ୍ ପରେ ପୁଣି 1ଟାଏ 34 ମିନିଟ୍ ମଧ୍ୟରେ ରାତ୍ରି 11ଟା 52 ମିନିଟ୍ ପରେ ରାତ୍ରି 1ଟାଏ 58 ମିନିଟ୍ ମଧ୍ୟରେ। ପ୍ରିୟ ଦର୍ଶକ ବନ୍ଧୁ ଇଏ ଥିଲା ଆଜିର ଦିନଚର୍ଯ୍ୟା କାର୍ଯ୍ୟକ୍ରମ ବିଷୟରେ ସାମାନ୍ୟରେ ସଂକ୍ଷେପରେ ବାର୍ତ୍ତା ଆପଣମାନଙ୍କୁ। ପ୍ରିୟ ଦର୍ଶକ ବନ୍ଧୁ ଏବେ ଆସନ୍ତୁ କାର୍ଡ ମାଧ୍ୟମରୁ 12ଟି କାର୍ଡ ସଂଗ୍ରହ କରିବା। ଏହି 12ଟି କାର୍ଡରେ ପ୍ରଥମେ ମେଷ ରାଶି ଠାରୁ ଶେଷରେ ମୀନ ରାଶି ପର୍ଯ୍ୟନ୍ତ ଆମେ ଦେଖିବା କଣ ଆସୁଛି। ଏହି 12ଟି କାର୍ଡରେ 12ଟି ରାଶିଫଳ ସମ୍ପର୍କରେ ଜାଣିବା। ଜୟ ଶ୍ରୀକୃଷ୍ଣ 26 ତାରିଖ ଶନିବାର କଣ ଆସୁଛି 12ଟି ରାଶିର ରାଶିଫଳ। ପ୍ରଥମେ ଜାଣିବା ମେଷ ରାଶିଙ୍କ ବିଷୟ। ମୋର ପ୍ରିୟ ମେଷ ରାଶି ଭାଇ ଭଉଣୀ ମାନେ ଆଜି ଆପଣଙ୍କ ଲାଇଫରେ କିଛି ନୂଆ ଅପରଚ୍ୟୁନିଟି ଦେଖା ଦେଉଛି। ଇଏ ନାଇଟ୍ ଅଫ୍ କପ୍ସ କାର୍ଡ ଆସିଛି। ବାହାଘର ସମ୍ବନ୍ଧୀୟ କୌଣସି ପ୍ରସ୍ତାବ ଆସିପାରେ କିମ୍ବା କୌଣସି ଚାକିରି ସମ୍ବନ୍ଧୀୟ ପ୍ରସ୍ତାବ ଖବର ମିଳିପାରେ କିମ୍ବା ଆପଣ ଯାହା ଭାବୁଛନ୍ତି ଆପଣଙ୍କ ପାଖକୁ ଯେଉଁ କୌଣସି ପ୍ରସ୍ତାବ XYZ ଯାହା ବି ଭାବୁଛନ୍ତି ଆପଣଙ୍କ ପାଖକୁ ଯେଉଁ ପ୍ରସ୍ତାବ ଆସୁଛି ତା ଠିକ୍ ଅଟେ। ଆପଣ ଭଗବାନଙ୍କ ଉପରେ ବିଶ୍ୱାସ ରଖି ତାକୁ ଗ୍ରହଣ କରନ୍ତୁ, ଆପଣଙ୍କୁ ସଫଳତା ମିଳିବ। ଇଏ ପଜିଟିଭ କାର୍ଡ ଅଛି। କିଛି ତ ଉପାୟ ଆପଣଙ୍କ ପାଇଁ ଗିଫ୍ଟ ଭାବରେ ଭଗବାନ ଆଜି ପ୍ରଦାନ କରିପାରନ୍ତି। ଯାହା ବି ହଉ ଆପଣ ଆଜି ଖୁସି ନିଶ୍ଚିତ ଭାବରେ ରହିବେ। ଆଜି ଆପଣଙ୍କର ମନ ନିଶ୍ଚିତ ଉତ୍ସାହିତ ରହିବ। ମୋର ପ୍ରିୟ ଯାହାକି ମେଷ ରାଶି ଭାଇ ଭଉଣୀ ମାନେ ଆଜି ମୁଁ କହିବାକୁ ଯାଉଛି ଏହି ମେଷ ରାଶି ବ୍ୟକ୍ତି ଭାଇ ଭଉଣୀ ମାନେ ମନେ ରଖନ୍ତୁ ଭାଗ୍ୟ ଅର୍ଥ କର୍ମ ବ୍ୟବସାୟ ଚାକିରି ଅନ୍ୟାନ୍ୟ ବିଷୟରେ ମୁଁ ପଦି ଆପଣମାନଙ୍କୁ ସୂଚନା ଦେଉଛି।
ଯେ ମେଷରାଶି ଭାଇ ଭଉଣୀମାନେ ନିଜ କାର୍ଯ୍ୟ ଓ ଦକ୍ଷତା ଦ୍ୱାରା କୃତକାର୍ଯ୍ୟ ହୋଇଥାନ୍ତି। ବାଣିଜ୍ୟ ବ୍ୟବସାୟ, ଇଞ୍ଜିନିୟରିଂ, ଯନ୍ତ୍ରପାତି, ଖଣିଜ ଦ୍ରବ୍ୟ, କୃଷିଜାତ ଦ୍ରବ୍ୟ, ଠିକାଦାରୀ, ଭୂମି କ୍ରୟ ବିକ୍ରୟ, ମଧ୍ୟସ୍ଥି ଇତ୍ୟାଦି, ଚାକିରି ଓ ଅନ୍ୟାନ୍ୟ ଶାନ୍ତି ଶୃଙ୍ଖଳା ସେବା, ଶଲ୍ୟ ଚିକିତ୍ସା, ବ୍ୟାଙ୍କ, ଜୀବନ ବୀମା କିମ୍ବା ଇଞ୍ଜିନିୟରିଂ ବିଭାଗରେ ଶୀଘ୍ର ଉନ୍ନତି ଏମାନଙ୍କର ଦେଖା ଦେଇଥାଏ। ଯଦି ଏମାନେ ପ୍ରକୃତ ଏମାନେ ଯଦି ମୋର କହିବାର କଥା ଯେଉଁମାନେ ଉପଯୁକ୍ତ ସକ୍ସେସ୍ ହେଉନାହାନ୍ତି, ଆପଣଙ୍କ ରାଶିର ଅଧିପତି ମଙ୍ଗଳଙ୍କ ପାଇଁ ରୁଦ୍ରାକ୍ଷର ଧାରଣ କରନ୍ତୁ, ତିନିମୁଖୀ ନିଶ୍ଚିତ ସଫଳ ହେବେ। ଏବେ ଆସନ୍ତୁ ଦେଖିବା ଯେ କି ବୃଷ ରାଶିଙ୍କ ବିଷୟରେ। ମୋର ପ୍ରିୟ ବୃଷ ରାଶି, ଯଦି ମୁଁ କହିବି 6 ଅଫ୍ ସୋର୍ସ କାର୍ଡ ଆସିଛି, ଆପଣ ପରିସ୍ଥିତି କୌଣସି ନିଶ୍ଚିତ ନେଇପାରୁନାହାନ୍ତି। ଆଜି ପୁରୁଣା କଥା ଛାଡ଼ି ଆଗକୁ ବଢ଼ନ୍ତୁ। ଯଦି ପୁରୁଣା କଥାକୁ ନ ଛାଡ଼ିବେ ତେବେ ଆଗକୁ ପୁଣି ପୂର୍ବପରି ଅସୁବିଧାର ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ଆପଣଙ୍କ ପରିସ୍ଥିତି ଆଗଠୁ ଅଧିକ ଭଲ ଅଛି, ସବୁ କିଛି ବୁଝିପାରୁଛନ୍ତି, ଠିକ୍ ଡିଲ୍ କରିପାରୁଛନ୍ତି, ଆପଣ ନୂଆ ଦିଗକୁ ଗତି କରୁଛନ୍ତି। ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ଯଦି କିଛି ଖରାପ ସମୟ ଥିଲା ତେବେ ଆଗକୁ ଆପଣଙ୍କ ପାଇଁ ଆଶୀର୍ବାଦର ସମୟ ଅଛି। ଭଗବାନ ଆପଣଙ୍କ ସାଥିରେ ଅଛନ୍ତି, ସବୁ ସମସ୍ୟାରୁ ସେ ଆପଣଙ୍କୁ ରକ୍ଷା ନିଶ୍ଚିତ ଭାବରେ କରିବେ, ଏଥିରେ ସନ୍ଦେହ କରିବାର କିଛି ନାହିଁ। କର୍ମକ୍ଷେତ୍ରରେ ଆପଣଙ୍କ ପରିସ୍ଥିତି ଧୀରେ ଧୀରେ ସୁଧୁରୁଛି। କାମ ବାବଦରେ ହେଉ ବା ବ୍ୟବସାୟ ବାବଦରେ ହେଉ, ଆପଣ ଯାହା କରିବାକୁ ଚାହୁଁଛନ୍ତି ବା ବାହାରକୁ ଯାତ୍ରା କରିପାରନ୍ତି ବା କୌଣସି ବ୍ୟବସାୟ କିମ୍ବା ଚାକିରି ପୂର୍ବରୁ ଆପଣଙ୍କର କିଛି ବୁଝା ପଡ଼ୁନଥିଲା, ବର୍ତ୍ତମାନ ବୁଝା ପଡ଼ିଛି କ'ଣ କେମିତି କରିବେ। ଫାଇନାନ୍ସିଆଲ ସମସ୍ୟାରେ ଥିଲେ ଭାବିଚିନ୍ତି ଆଜି ହ୍ୟାଣ୍ଡେଲ କରନ୍ତୁ। ମୋର ପ୍ରିୟ ଯାହାକି ବୃଷ ରାଶି ଭାଇ ଭଉଣୀମାନେ, ଆଜି ଆଶାବାଦୀ ରହିଯିବେ। ମନ ଭିତରେ କିଛି ଆଶାରେ ରହିବାର ଯୋଗ ଦେଖାଦେଉଛି। ବୃଷ ରାଶି, ମୁଁ ଆପଣଙ୍କର ଭାଗ୍ୟ, ଅର୍ଥ, କର୍ମ, ବ୍ୟବସାୟ, ଚାକିରି ବିଷୟରେ ପଦେ କହିବାକୁ ଯାଉଛି। ମନେ ରଖନ୍ତୁ, ଭାଗ୍ୟ, ଅର୍ଥ, କର୍ମ ବେଶ୍ ଆଶାପ୍ରଦ। ମୋର ପ୍ରିୟ ବୃଷ ରାଶି ଭାଇ ଭଉଣୀମାନେ, ନିଜ ଚେଷ୍ଟାରେ ଅର୍ଥ ଉପାର୍ଜନ ଓ ଭାଗ୍ୟ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ସ୍ଥିରତା ଆବଶ୍ୟକ ରହିବ। ଚାକିରି ସହ କୃଷି, ମତ୍ସ୍ୟ ଚାଷ, ଡାଏରୀ ଫାର୍ମ, କୁକୁଡ଼ା ପାଳନରେ ଉପାର୍ଜନ ଆଶା ଅଧିକ ରହୁଛି। ବାଣିଜ୍ୟ ବ୍ୟବସାୟ, ସ୍ୱର୍ଣ୍ଣ, ଧାତୁ, ରତ୍ନ, ପଥର, ସୌଖିନ ଦ୍ରବ୍ୟ କିମ୍ବା ବସ୍ତ୍ର, ଖାଦ୍ୟ, ଶସ୍ତ୍ର, ରାସାୟନିକ ଦ୍ରବ୍ୟ ଆପଣଙ୍କ ପାଇଁ ଶୁଭପ୍ରଦ ହୋଇଥାଏ। ଚାକିରି ଓ ଅନ୍ୟାନ୍ୟ କଥା ଯଦି ମୁଁ ଦେଖିବି, ଜାହାଜ, ଇଞ୍ଜିନିୟରିଂ, ବିମାନ ବନ୍ଦର, ବ୍ୟାଙ୍କ, ରେଲୱେ, ଜୀବନ ବୀମା, ପୋଲିସ, ଆୟକର ବିଭାଗ ଏସବୁ ମଧ୍ୟ ଶୁଭ ହୋଇଥାଏ। ଯଦି ଆମେ ଦେଖିବା ଏଗୁଡ଼ିକ ଯଦି ଯେଉଁମାନଙ୍କର ଯୋଗ୍ୟତା ଥାଇ କାର୍ଯ୍ୟରେ ସଫଳ ହୋଇପାରୁନାହାନ୍ତି ବା ପୋଜିସନରେ ଥାଇ କିଛି ଉନ୍ନତି କରିପାରୁନାହାନ୍ତି, ତେବେ ମନେ ରଖନ୍ତୁ ଆପଣଙ୍କ ରାଶିର ଅଧିପତି ଗ୍ରହ ହେଲେ ଶୁକ୍ରଙ୍କ ପାଇଁ ଗୋଟିଏ ଷଡ଼ମୁଖୀ ରୁଦ୍ରାକ୍ଷର ଆପଣ ଧାରଣ କରନ୍ତୁ, ଦେଖିବେ ଭାଗ୍ୟ ପରିବର୍ତ୍ତନ ନିଶ୍ଚିତ ଭାବରେ ଆପଣଙ୍କର ହବ। ଏବେ ଆସନ୍ତୁ ଦେଖିବା ଯେ କି ମିଥୁନ ରାଶିଙ୍କ ବିଷୟରେ। ମୋର ପ୍ରିୟ ମିଥୁନ ରାଶି, ଇଏ ଦ ହେରୋପ୍ୟାଣ୍ଟ କାର୍ଡ ଆସିଛି, ଯାହାକି ଇଏ ବୁଧଙ୍କର କାର୍ଡ, ଆପଣଙ୍କର ଇଏ ନିଜ କାର୍ଡ। ଆପଣଙ୍କର ବିଶ୍ୱାସ ସର୍ବଦା ଭଗବାନଙ୍କ ଉପରେ ରହିବ, ଆପଣଙ୍କ ମନ ସର୍ବଦା ଧାର୍ମିକ ରହିବ। ଏମିତିରେ ବି ଆପଣଙ୍କ ମନ ସର୍ବଦା ଈଶ୍ୱରଙ୍କ ପାଖରେ ସମର୍ପଣର ଚେଷ୍ଟା କରୁଛନ୍ତି। ମୋର ପ୍ରିୟ ମିଥୁନ ରାଶି ଭାଇ ଭଉଣୀମାନେ, ଆପଣଙ୍କ ଡାକ ମଧ୍ୟ ଈଶ୍ୱରଙ୍କ ପାଖରେ ପହଞ୍ଚୁଛି। ଆପଣଙ୍କ ବୁଦ୍ଧି ବହୁତ ମଜବୁତ ରହିଛି। ଲୋକମାନଙ୍କର କିଛି ସମସ୍ୟା ଆପଣଙ୍କ ଦ୍ୱାରା ସମାଧାନ ହେବାର ଯୋଗ ବି ଅଛି। ଆପଣ ପରିବାର, ଦାମ୍ପତ୍ୟ ଜୀବନ ଭଲ ରହିବ, ବୁଝାମଣା ରହିବ। ଲଭ୍ ରିଲେସନ ବହୁତ ଦିନର ସମସ୍ୟା ସମାଧାନ ହେଇଯିବ। ବ୍ୟବସାୟୀ ମାନେ ଉତ୍ତମ ପ୍ରାପ୍ତି ଫଳ କରିବେ, ଲାଭ ଫଳ କରିବେ। ଛାତ୍ରଛାତ୍ରୀମାନେ ଉତ୍ତମ ପାଠପଢ଼ା ପଢ଼ିରେ ମନୋନିବେଶ କରିବେ, ଏଥିରେ ସନ୍ଦେହ କରିବାର କିଛି ନାହିଁ। ମୋର ପ୍ରିୟ ମିଥୁନ ରାଶି ଭାଇ ଭଉଣୀମାନେ, ଆପଣଙ୍କର ହୃଦୟ ମନ ସବୁକିଛି ଆଜି ସମାନ ରହିବ। ଆପଣଙ୍କ ଭିତରେ ସମାନତା ରହିବ। ଯଦି ମନ, ମାଇଣ୍ଡ, ହୃଦୟ ଭିତରେ ସମାନତା ରହିବ ତାହେଲେ ବହୁତ କିଛି ସମସ୍ୟା ଆପେ ଆପେ ସମାଧାନ ହେଇଯିବ। ଯଦି ପ୍ରାୟ ବ୍ୟକ୍ତି ମାନଙ୍କର ବିବାହ ବା ବାହାଘର ହେବାକୁ ଯାଇପାରେ, ଯେଉଁମାନେ ବିବାହ ଉପଯୋଗୀ ହେଇଛନ୍ତି ଆପଣ ଆରେଞ୍ଜ ମ୍ୟାରେଜ କରିବେ, ନହେଲେ ପରିବାରର କାହାର ବାହାଘର ହେଇପାରେ କିମ୍ବା ଆପଣଙ୍କ ଲାଇଫରେ କେହି ଏମିତି ଲୋକ ଆସିପାରନ୍ତି ଆପଣଙ୍କୁ ବହୁତ ମାନିବେ, ନଚେତ ଏମିତି ବି ହେଇପାରେ କି ଆପଣ ତାଙ୍କୁ ବହୁତ ମାନିବେ। ମନି କ୍ୟାରିୟର କ୍ଷେତ୍ରରେ, କର୍ମକ୍ଷେତ୍ରରେ କାର୍ଯ୍ୟ ବହୁତ ଭଲ ରହିବ। ଯାହା ବି କାମ କରିବେ ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ। ତେବେ ମୋର ପ୍ରିୟ ମିଥୁନ ରାଶି ଭାଇ ଭଉଣୀମାନେ, ଆଜି ଆପଣଙ୍କର ଶ୍ରୀଚନ୍ଦ୍ର ଯୋଗ ଅଛି। ଯାହା କରିବେ ଧୀର ସ୍ଥିର ଭାବରେ ଭାବି ଚିନ୍ତି ବୁଦ୍ଧି ବିଚାରି କାମ କରନ୍ତୁ। ଏଇଠି ମୁଁ ପଦେ କହିବାକୁ ଯାଉଛି ଭାଗ୍ୟ, ଅର୍ଥ, କର୍ମ, ବ୍ୟବସାୟ ଓ ଚାକିରି ବିଷୟରେ ମୁଁ ପଦେ ଆପଣମାନଙ୍କୁ କହିବାକୁ ଚାହୁଁଛି। ମିଥୁନ ରାଶି ଭାଇ ଭଉଣୀମାନେ, ଆର୍ଥିକ ଦିଗ ଅନିଶ୍ଚିତତା ମଧ୍ୟରେ ଗତି କରିଥାଏ। ବେଶୀ ଆଶା କରି, ବିଶ୍ୱାସ କରି ହାତ ପାଣ୍ଠିରୁ ବହୁତ ଖସେଇ ଦିଅନ୍ତି ଅର୍ଥ। ବ୍ୟବସାୟରେ ସ୍ଥିର ବୁଦ୍ଧି ଆବଶ୍ୟକ। ଧୀର ସ୍ଥିର ଭାବରେ ଗୋଟିଏ ବାଛିଲେ ଶୁଭ ଫଳ ଆପଣଙ୍କୁ ମିଳିବ। ପ୍ରତ୍ୟେକ ଜିନିଷରେ ହାତ ଦେଲେ ଆପଣ ଅସୁବିଧାର ସମ୍ମୁଖୀନ ହେବେ। 30 ବର୍ଷ ପରେ ଭାଗ୍ୟ ବୃଦ୍ଧି ଆପଣଙ୍କର ହୋଇଥାଏ। ବାଣିଜ୍ୟ ବ୍ୟବସାୟ, ଋଣ ଆଦାନ ପ୍ରଦାନ, ଲୁଗାପଟା, ଚାରା, ପରିବା, ପ୍ରେସ୍ ପ୍ରକାଶନ, ଏଜେନ୍ସି, ଚାକିରି, ଅନ୍ୟାନ୍ୟ କଥା ମୁଁ ଯଦି କହିବି, ଆଇନଜ୍ଞ, ଶିଳ୍ପୀ, ଅସ୍ତ୍ର ଚିକିତ୍ସକ, ଜ୍ୟୋତିଷିକ ବା ଇଞ୍ଜିନିୟରିଂ, ସାହିତ୍ୟିକ, ଲେଖକ, ସାମ୍ବାଦିକ,
ये सब आपणक शुभप्रद होता है। मोर प्रिय मिथुन राशि भाई भाई मैंने जदि कौन कार्य सफलता आपन को होना कि विफल परिणत होने मन रखु आपण राशि अधिपति ग्रह है बुध। ये बुधों आपण गोटे चतुर्मुखी रुद्राक्षर धारण करूँ देखिए आप निश्चित भाव में सफलता आपन को प्राप्ति हम। एवं आसतु देखा जे कि कर्कट राशि विषय। मोर प्रिय कर्कट राशि ये क्वीन ऑफ पेंटाक्लस कार्ड ये राहुंकर कार्ड ये पॉजिटिव कार्ड अवश्य अच्छी आपण मर्यादा सबकि आपण पाखे रहिबो। आपण कौन परिस्थिति को भावी चिंती करंतु आपन को सफलता निश्चित मिलिबो। कैरियर रे बहुत भल दिन अच्छी जदि भी कौन स्वास्थ्य समस्या थिला आज आपण विश्राम करंतु आराम करंतु ठीक है जीव। आज जदि विश्राम न करिवे तरबरिया हेबे ताले अनेक कार्य आपनकर प्रतिरोध होई पारे। जेहेतु ये राहुंकर कार्ड अच्छी अवश्य पॉजिटिव कार्ड अच्छी किंतु जदि सफलता चाहूछथि ताले कौन प्रकार तरबर न होई कार्य धीर स्थिर भाव में भावी चिंती करंतु ता नहले आपनकर पथरोध होई पारे होबा कार्य ब्रेकअप मध्य नहीं पारे। तेबे एठी मु कर्कट राशि भाई बणी मानक पई कहबाकू चाहूची मन रखंतु मोर प्रिय कर्कट राशि भाई बणी माने आपनकर भाग्य अर्थ कर्म चाकरी व्यवसाय ए सब विषय मु पदे कहले मन रखंतु भाग्य धीरे धीरे बुद्धि पाई थाए। आपनकर भाग्य धीरे धीरे बुद्धि पाई थाए। परवर्ती बा मध्यवर्ती जीवन रे अर्थ लाभ बा अन्यर साहाय्य द्वारा आपण आगेबे। कर्ममय जीवन रे अनेक बाधा विघ्न आशा करा जाए। वाणिज्य व्यवसाय कृषि कर्म शस्य कारोबार गृह भूमि व्यवसाय रास्ता निर्माण ठिकादारी वैदेशिक द्रव्य आमदानी जलजात द्रव्य क्षीर रासायनिक पदार्थ मनोहरी शुभ होता है। चाकरी अन्यान्य आयकर बिक्री कर बंदर बैंक जीवन बीमा रेलवे वाणिज्य विभाग मध्य आपनक पई शुभप्रद होता है। तेबे मन रखंतु मोर प्रिय जाकी मोर प्रिय जाकी कर्कट राशि भाई भाई माने आपण माने सबु बेले ध्यान देबे जे आपण किपरि कार्यरू बहिष्कृत माने सफलता पाइबे से विषय जेतेबेले आपण चिंता करिवे आपण को सेतेबेले कोन करबा को पड़िबो ना गोटे आपण राशि अधिपति ग्रह जेतु चंद्रमा चंद्रमा एक दुईमुखी रुद्राक्षरटे आपण धारण करंतु जदि आपण सफलता न होउची। जदि सफलता सीमार अछंती ताले ठीक अछि। जदि प्रत्येक कार्य विफलता आसी पहुंचुची ताले आपण माने कर्कट राशि व्यक्ति भाई बहन माने आपण राशि अधिपति ग्रह ने चंद्र चंद्र को पाई गोटे दुईमुखी रुद्राक्षर आपण धारण करंतु देखिबे आपणकर भाग्य निश्चित भाव में परिवर्तन को आसीबो। एबे आसंतु देखिबा जे कि सिंह राशि विषय रे। मोर प्रिय सिंह राशि मनीष को लगे जीवन में कौन बा अच्छी सर्वदा मनीष कर्म तत्पर व्यस्त रोची। ये कार्ड कहूँ पार्टी करवा भल सांग मान सहित जीवन को उपभोग करवा आपन को कौन खुशी खबर मिलबार जोग आज कहूँ किंबा किसी सफलता मिल पारे जहाद्वारा आप आज खुशी रे सांग मान सहित पार्टी करेंगे करवा उचित। कारण मनीष को सब बेले चिंतार रोचे सब निज कर्म व्यस्त रोचे। जदि भी केबे एंजॉय करूछंती ताले सब बोझ हल्का हो माइंड फ्रेश हो। ये कार्ड पॉजिटिव कार्ड अच्छी बहुत भल दिन आपनकर अतिबाहित हम किसी भी अर्थ प्राप्ति हबार जोग मध्य ये कार्ड कहूँ। तेणु आपण दिन निश्चित भाव में बहुत भल अच्छी। मन रखंतु मोर प्रिय सिंह राशि भाई भाई माने आपणकर भाग्य अर्थ कर्म व्यवसाय चाकरी विषय यदि मु कहबी निजर दक्षता और गुण बल रे भाग्य गढ़े नाना घात प्रतिघात मध्य दे गति करने को पड़ी थाए। माने अप्रत्याशित भाव में बहु संपत्ति पाइबा आशा मध्य करा जाए। चाकरी क्षेत्र में उच्च पदवी आशायुक्त कर्म क्षेत्र में स्थिति प्रतिष्ठा मध्य आशायुक्त वाणिज्य व्यवसाय काठ पत्थर सुना खनिज द्रव्य बा सूता ये खाद्य शस्त्र तेजराति होटेल ग्रंथ प्रकाशन शुभ चाकरी और अन्य कथा यदि कहबा सामरिक पुलिस इंजीनियर प्रतिष्ठा अत्यंत शुभप्रद आपण मान होता है। ये कहबाकू चाहूँगी जे मोर प्रिय सिंह राशि भाई बहन माने जदि आपण कौन कार्य सफलता आपनकर प्राप्ति हो नाही बयस भी ठीक हो जाइए आपण कौन लाभ कर सफल पाऊना ताहले आपणकर राशि अधिपति ग्रह रवि रवि एकमुखी रुद्राक्षरटे आप धारण करंतु देखिए आपणकर स्थिति निश्चित भाव में परिवर्तन हम। एबे आसंतु देखिबा जे कि कन्या राशि विषय। मोर प्रिय कन्या राशि ये 9 ऑफ पेंटाक्लस का लाइफ रे परिस्थिति को बहुत सामना करी आसीचंती। आगो को कौन करिवे केमती शांति रखिवे धैर्य रखिवे अधिक हड़बड़ हेबे नहीं जहाँ भी अपॉर्चुनिटी आसीबो ताकू काम रे लगेबा पई चेष्टा करिवे। ये चिंताधारा आज आपन को मन को आसीबो आपन को समस्या आसीबो चैलेंज आसीबो आपन भाभी चिंती कार्य करिवे। जदि भी कोनोसी जिंस रे हासिल करबा को चाहउचंती ताले परिश्रम अधिक करबा आवश्यक अछि। तेबे मन रखंतु आज घात चंद्र हेतु प्रत्येक कार्य को ठीक भाव में हैंडल करंतु
ତାପରେ ଆପଣଙ୍କୁ ସଫଳତା ମିଳିବ। ତା ନହେଲେ ଆପଣ ପୁଣି ଯାହାକି ଯେହେତୁ ଘାତ ଚନ୍ଦ୍ର ଅଛି ପୁଣି ଏପଟ ସେପଟ ହେଇଯାଇପାରେ। ତେଣୁ ଆପଣଙ୍କୁ ଭାବି ଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରି ସଫଳତା ପ୍ରାପ୍ତି ଲାଭ କରିବାର ଯୋଗ ମଧ୍ୟ ଦେଖା ଦଉଛି। ତେବେ ମନେ ରଖନ୍ତୁ ମୋର ପ୍ରିୟ କନ୍ୟା ରାଶି ଭାଇ ଭଉଣୀ ମାନେ, ଆପଣଙ୍କର ଯଦି ମୁଁ ଭାଗ୍ୟ, ଅର୍ଥ, କର୍ମ, ବ୍ୟବସାୟ କିମ୍ବା ଚାକିରି ବିଷୟରେ ମୁଁ କହିବି, ତେବେ କନ୍ୟା ରାଶି ବ୍ୟକ୍ତି ମାନେ ମନେ ରଖନ୍ତୁ ଆପଣଙ୍କର ଭାଗ୍ୟ ଖୁବ୍ ଭାଗ୍ୟବାଦୀ। ବ୍ୟବସାୟ କୃଷି କର୍ମ ଦ୍ୱାରା ଭାଗ୍ୟ ବୃଦ୍ଧି ହୁଏ। ନିଜ ଗୋଡ଼ରେ ନିଜେ ଠିଆ ହୁଅନ୍ତି, କିନ୍ତୁ ସ୍ୱାର୍ଥକୁ କେନ୍ଦ୍ର କରି ଅନେକ ସୁଯୋଗ ହାତ ଛଡ଼ା ହୁଏ। ବାଣିଜ୍ୟ, ବ୍ୟବସାୟ, ପ୍ରକାଶନ, କାଗଜ, ପ୍ରେସ୍, ଠିକାଦାରୀ, କୋଇଲା ଆଉ ଖାଦ୍ୟ ଶସ୍ୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ତେବେ ମନେ ରଖନ୍ତୁ ମୋର ପ୍ରିୟ କନ୍ୟା ରାଶି ଭାଇ ଭଉଣୀ ମାନେ, ଆପଣଙ୍କର ଯଦି କୌଣସି କାମରେ ସଫଳତା ପ୍ରାପ୍ତି ହେଉନାହିଁ କିମ୍ବା କୌଣସି କାମରେ ଆପଣ ସଫଳ ସୀମାରେ ପହଞ୍ଚି ପାରୁନାହାନ୍ତି, ତେବେ ଆପଣ ମନେ ରଖନ୍ତୁ ଆପଣଙ୍କ ରାଶିର ଅଧିପତି ଗ୍ରହ ହେଲେ ବୁଧ। ବୁଧଙ୍କ ପାଇଁ ଏକ ଚାରିମୁଖୀ ରୁଦ୍ରାକ୍ଷରଟି ଆପଣ ଧାରଣ କରନ୍ତୁ, ଦେଖିବେ ସ୍ଥିତି ଅଟୋମେଟିକ ପରିବର୍ତ୍ତନକୁ ପଳେଇ ଆସିବ। ଏବେ ଆସନ୍ତୁ ଦେଖିବା ଯାହାକି ତୁଳା ରାଶିଙ୍କ ବିଷୟରେ। ମୋର ପ୍ରିୟ ତୁଳା ରାଶି, ଏ ପେଜ ଅଫ୍ କପ୍ କାର୍ଡ ଆସିଛି, ଯାହାକି ଆପଣ ବହୁତ ଟ୍ୟାଲେଣ୍ଟ, ଆପଣଙ୍କ ପାଖକୁ ବହୁତ କିଛି ଆସିବାର ଯୋଗ ଅଛି। ଆପଣ ବର୍ତ୍ତମାନ କିଛି ନୂଆ କାମ ଶିଖୁଛନ୍ତି କିମ୍ବା ନୂଆ କାମ ଶିଖିବା ପାଇଁ ମନସ୍ତାପ କରିପାରନ୍ତି, କିନ୍ତୁ ଆପଣ ଯେଉଁ କାମ କରିବେ ଭାବିଚିନ୍ତି କରିବେ ନାହିଁ, ଯାହାଦ୍ୱାରା କ୍ଷତି ବି ହେଇପାରେ। ଆପଣ ଟିକେ ଯତ୍ନହୀନ ରହୁଛନ୍ତି। ବର୍ତ୍ତମାନ ଚଞ୍ଚଳତା, ସ୍ଥିରତା ଆପଣଙ୍କ ଭିତରେ ନାହିଁ। ଆପଣ ପ୍ରଥମେ ଶିଖନ୍ତୁ, ଶିଖିକି କାର୍ଯ୍ୟ କଲେ କାର୍ଯ୍ୟରେ ସଫଳତା ମିଳିବ। ଯଦି କୌଣସି ନୂଆ କାର୍ଯ୍ୟ କରୁଛନ୍ତି ତେବେ ଭାବିଚିନ୍ତି, ନୂଆ ରିଲେସନ ହଉ, ନୂଆ ସାଙ୍ଗ ହଉ, ନୂଆ ବ୍ୟବସାୟ ହଉ, ଯାହା ବି କିଛି କରୁଛନ୍ତି ଭାବିଚିନ୍ତି କରନ୍ତୁ, ନଚେତ ବଡ଼ମାନଙ୍କର ମତାମତ ନେଇକି କରନ୍ତୁ, ତାହେଲେ ଯାଇ ସଫଳତା ମିଳିବ। ତା ନହେଲେ ବିଫଳତାର ପରିଣତ ହେଇପାରେ। ତେଣୁ ଇଏ କାର୍ଡ କହୁଛି ଆପଣ ଆଜି କାହାର ପରାମର୍ଶ ନେବା ନିହାତି ଆବଶ୍ୟକ ଅଛି। ମୋର ପ୍ରିୟ ତୁଳା ରାଶି ଭାଇ ଭଉଣୀ ମାନେ, କୌଣସି ବ୍ୟକ୍ତିଙ୍କର ପରାମର୍ଶ ଆଜି ନିଅନ୍ତୁ। ତେବେ ଏଇଠି କହିବାକୁ ଚାହୁଁଛି ଭାଗ୍ୟ, ଅର୍ଥ, କର୍ମ, ବ୍ୟବସାୟ କଥା ମୁଁ ଯଦି କହିବି ମୋର ପ୍ରିୟ ତୁଳା ରାଶି ଭାଇ ଭଉଣୀ ମାନେ, ନିକିତିର ଦୁଇ ପଲ୍ଲାର ଟଳମଳ ଆପଣଙ୍କର ଭାଗ୍ୟ ଉତ୍ଥାନ ପତନ ମଧ୍ୟ ଦେଇ ଗତି କରିବା ସହ 47 ବର୍ଷ ବୟସ ପରେ ସ୍ଥିରତା ଆସିଥାଏ। ତେବେ ମନେ ରଖନ୍ତୁ 47 ବୟସ ପରେ ଆପଣଙ୍କ ଭାଗ୍ୟର ସ୍ଥିରତା ଆସିଥାଏ। କର୍ମ କ୍ଷେତ୍ରରେ ଅଯଥା ବ୍ୟୟ, ପ୍ରାପ୍ୟ ସମ୍ପତ୍ତି ପାଇଁ ନିରାଶ ଘଟିପାରେ। ବାଣିଜ୍ୟ ବ୍ୟବସାୟ କଥା ଯଦି ମୁଁ କହିବି, ପୁସ୍ତକ, ବସ୍ତ୍ର, କାଗଜ, ଔଷଧ, ସୋକିରି ଦ୍ରବ୍ୟ, ଜୁଏଲାରୀ, ଲୁହା, ମେଡିକାଲ ଉପକରଣ ଶୁଭ ମଧ୍ୟ ହୋଇଥାଏ। ଆଉ ଚାକିରି ଅନ୍ୟାନ୍ୟ କଥା କହିଲେ ବ୍ୟାଙ୍କ, ଶିକ୍ଷକତା, ଇଞ୍ଜିନିୟରିଂ ପ୍ରତିଷ୍ଠାନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ଏଇଠି ମନେ ରଖନ୍ତୁ ତୁଳା ରାଶି ଭାଇ ଭଉଣୀ ମାନେ, ଯଦି ଆପଣଙ୍କର କୌଣସି କାର୍ଯ୍ୟରେ କେବେ ବି ସଫଳ ହେଉନାହିଁ, ଆପଣ ବାରମ୍ବାର ଫେଲୁଅର ହେଉଛନ୍ତି, ତାହେଲେ ମନେ ରଖନ୍ତୁ ଆପଣଙ୍କ ରାଶିର ଅଧିପତି ଗ୍ରହ ହେଲେ ଶୁକ୍ର। ଏହି ଶୁକ୍ରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏକ ଷଡ଼ମୁଖୀ ରୁଦ୍ରାକ୍ଷରଟି ଆପଣ ଧାରଣ କରନ୍ତୁ। ଏହି ଷଡ଼ମୁଖୀ ରୁଦ୍ରାକ୍ଷର ଧାରଣ କଲେ ଆପଣଙ୍କର ସ୍ଥିତି ମଧ୍ୟ ପରିବର୍ତ୍ତନକୁ ଆସିବ। ଏବେ ଆସନ୍ତୁ ଦେଖିବା ଯେହେତୁ ବିଛା ରାଶିଙ୍କ ବିଷୟରେ। ମୋର ପ୍ରିୟ ବିଛା ରାଶି, ଇଏ ପେଜ ଅଫ୍ ୱାନ୍ସ କାର୍ଡ ଆସିଛି, ଯାହାଫଳରେ କି ଇଏ ରିଭର୍ସ କାର୍ଡ ଆସିଛି। ଇଏ ପଜିଟିଭ କାର୍ଡ ଥିଲା, କିନ୍ତୁ ଇଏ ନେଗେଟିଭର କାର୍ଯ୍ୟ ଆଜି କରିପାରେ। ଇଏ ବହୁତ ଭଲ କାର୍ଡ ଥିଲା, ମନ୍ଦରେ ପରିଣତ ହେଇପାରେ। ସଫଳତା ମିଳିବ, କିନ୍ତୁ ବିଫଳତାର କାରଣ ଅଧିକ ରହୁଛି। ତେଣୁ ଆଜି ଆପଣ ସତର୍କ ଭାବରେ ଚେଷ୍ଟା କରନ୍ତୁ, ବଡ଼ମାନଙ୍କୁ ସମ୍ମାନ ଦେବା ପାଇଁ ଚେଷ୍ଟା କରନ୍ତୁ, ନହେଲେ ସମ୍ମାନ ହାନି ହେବାର ଯୋଗ ଦେଖାଦେଉଛି। କାହାକୁ ଆପଣ କାହା ଅଧୀନରେ ରହିବାକୁ ଚେଷ୍ଟା ଆଜି କରିପାରନ୍ତି, କିମ୍ବା ଆପଣଙ୍କର ବହୁତ ବୁଦ୍ଧି, କିନ୍ତୁ ହେଲେ ନିଜର ଚିନ୍ତାଧାରାକୁ ଆଜି ଟିକେ ସଜାଡ଼ିବେ, କେୟାରଫୁଲ ଭାବରେ ସମୟ ଅତିବାହିତ କରିବେ। ଏସବୁ ପ୍ରତି ଆଜି ଧ୍ୟାନ ଦେବା ଆବଶ୍ୟକ ଅଛି, କାରଣ ଏ କାର୍ଡ ରିଭର୍ସ କାର୍ଡ ଆସିଛି, ସବୁ ବିଫଳତାର ପରିଣତ ହେବାର ଯୋଗ ଦେଖାଦେଉଛି। ତେବେ ମନେ ରଖନ୍ତୁ ଆଜି କିଛି ସୁଖ ହାନି ହେବାର ଅଛି, ମାନେ ଯେଉଁ ସ୍ତ୍ରୀ ସୁଖ ପାଇ ଖୁସି ହେବା କଥା ସେଠି ଦୁଃଖ ଅନୁଭବ କରିବାର ଦେଖାଦେଉଛି ଏ ରିଭର୍ସ କାର୍ଡ। ତେବେ ମୋର ପ୍ରିୟ ବିଛା ରାଶି ଭାଇ ଭଉଣୀ ମାନେ, ଯଦି ମୁଁ କହିବି ଆପଣଙ୍କର ଭାଗ୍ୟ, ଅର୍ଥ, କର୍ମ, ବ୍ୟବସାୟ ବିଷୟରେ ମୁଁ ପଦେ କହୁଛି। ପରିବର୍ତ୍ତନଶୀଳ ଭାଗ୍ୟ ଆପଣଙ୍କର, ଦୃଢ଼ ବିଚାର ବଳରେ 45 ବର୍ଷ ପରେ ଭାଗ୍ୟର ଉନ୍ନତି ଦେଖାଦେବ। ଆକସ୍ମିକ ଭାବରେ କୌଣସି ଅବାଞ୍ଛିତ ସୂତ୍ରରୁ ମୋଟା ଅର୍ଥ ଆପଣଙ୍କୁ ପ୍ରାପ୍ତି ହେବ। କର୍ତ୍ତବ୍ୟ ନିଷ୍ଠା, ରୋକ ଠୋକ କଥା ଯୋଗୁଁ ମତ ଦୈଧ୍ୟତା ସୃଷ୍ଟି କରିଥାଏ। ବାଣିଜ୍ୟ, ବ୍ୟବସାୟ, କୃଷିଜାତ ସାମଗ୍ରୀ, କୋଇଲା, ଦଗ୍ଧ, ବସ୍ତ୍ର, ମୁଦ୍ରଣ, ଯାହାକି ଲଟେରୀ, ଭୂମି କ୍ରୟ ବିକ୍ରୟ ଶୁଭପ୍ରଦ ହୋଇଥାଏ। ଚାକିରି ଓ ଅନ୍ୟାନ୍ୟ ପୋଲିସ, କଳକାରଖାନା, ଆୟକର, ବ୍ୟାଙ୍କ, କୃଷି ଦପ୍ତର ଓ ଜୀବନ ବୀମା ବିଭାଗ ମଧ୍ୟ ଶୁଭ ଆପଣଙ୍କ ପାଇଁ ହୋଇଥାଏ। ମୋର ପ୍ରିୟ ଯାହାକି ବିଛା ରାଶି ଭାଇ ଭଉଣୀ ମାନେ, এই ବିଛା ରାଶି ଭାଇ ଭଉଣୀ ମାନେ ମନେ ରଖନ୍ତୁ ଆପଣଙ୍କ ରାଶିର ଅଧିପତି ଗ୍ରହ ମଙ୍ଗଳ। ମଙ୍ଗଳଙ୍କ ପାଇଁ ଗୋଟିଏ ତିନିମୁଖୀ ରୁଦ୍ରାକ୍ଷରଟି ଆପଣ ଧାରଣ କରନ୍ତୁ, ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବରେ କୌଣସି ସଫଳତା ଅବଶ୍ୟ ମିଳିବ। ତେବେ ମୋର ପ୍ରିୟ ଯାହାକି ବିଛା ରାଶି ଭାଇ ଭଉଣୀ ମାନେ, ଏବେ
ଆସନ୍ତୁ ଦେଖିବା ଧନୁ ରାଶିଙ୍କ ବିଷୟରେ। ମୋର ପ୍ରିୟ ଧନୁ ରାଶି, ସିକ୍ସ ଅଫ୍ ପେଣ୍ଟାକ୍ଲସ୍ କାର୍ଡ ଅଛି। ଆପଣଙ୍କର ଅର୍ଥ ରହିବ। ଆପଣ ଅର୍ଥରୁ ଯେଉଁମାନଙ୍କର ଆବଶ୍ୟକ ଅଛି କାହାକୁ ହେଲ୍ପ କରିବା ପାଇଁ ନିଶ୍ଚିତ କରନ୍ତୁ, ଆପଣଙ୍କୁ ପୂର୍ଣ୍ଣ ଭାବରେ ଆଶୀର୍ବାଦ ମିଳିବ। ଯେଉଁମାନେ ବଡ଼ ବଡ଼ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କ ପାଖରେ ବହୁତ ଅର୍ଥ ମହଜୁଦ ଅଛି, ସେଥିପାଇଁ ସେମାନେ ଆଜି କୌଣସି ସଂସ୍ଥାକୁ ଅର୍ଥ ସାହାଯ୍ୟ କରନ୍ତୁ। ଏପରିକି ଅନାଥ ଆଶ୍ରମ, ବୃଦ୍ଧାଶ୍ରମ କିମ୍ବା କୌଣସି ଦେବାଳୟ ସ୍ଥାନକୁ କିମ୍ବା କୌଣସି ଗରିବ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ। ଏ ପଜିଟିଭ୍ କାର୍ଡ ଅଛି। ଆପଣଙ୍କ ପାଇଁ ଆଜି ଦିନ ବହୁତ ଭଲ ରହିବ। ଆପଣଙ୍କ ପାଇଁ ଦିନ ଯେହେତୁ ଭଲ ଅଛି, ଆଶୀର୍ବାଦ ପ୍ରାପ୍ତ ଆପଣଙ୍କୁ ନିଶ୍ଚିତ ହେବ। ଆପଣ କାହାକୁ ହେଲ୍ପ କରିବା ପାଇଁ ଚେଷ୍ଟା କରନ୍ତୁ। ମୋର ପ୍ରିୟ ଧନୁରାଶି ଭାଇ ଭଉଣୀମାନେ, ଏହି ଚେଷ୍ଟା ଫଳରେ କିଛି ପ୍ରତିଷ୍ଠା ଆପଣଙ୍କୁ ଲାଭ ହେବାର ଯୋଗ ଦେଖାଦେଉଛି। ଧନୁରାଶି ଭାଇ ଭଉଣୀମାନେ ମନେ ରଖନ୍ତୁ, ଆପଣଙ୍କର ଭାଗ୍ୟ, ଅର୍ଥ, କର୍ମ, ବ୍ୟବସାୟ, ଚାକିରି କଥା ଯଦି କହିବି, ତେବେ 30 ବର୍ଷ ବୟସ ପରେ ଭାଗ୍ୟର ଉନ୍ନତି ହୁଏ। ତିକ୍ତ ଅଭିଜ୍ଞତା ଆପଣଙ୍କୁ ସାହାଯ୍ୟ କରେ। ନିଜର ଶକ୍ତି ଜ୍ଞାନ ବଳରେ ଉପାର୍ଜନକ୍ଷମ ହୁଅନ୍ତି। ଅପ୍ରତ୍ୟାଶିତ ଭାବରେ ଧନ ମିଳିବା ଆଶାଯୁକ୍ତ ହୁଏ। ବାଣିଜ୍ୟ, ବ୍ୟବସାୟ, ଖଣିଜ ଦ୍ରବ୍ୟ, କାଗଜ, ପୁସ୍ତକ ପ୍ରକାଶନ, ରେଶମ, ପଶମ, ଖେଳ ସରଞ୍ଜାମ ଅଂଶୀଦାର ବ୍ୟବସାୟ ଶୁଭ ମଧ୍ୟ ହୋଇଥାଏ। ଚାକିରି ଓ ଅନ୍ୟାନ୍ୟ ବିଷୟରେ ଯଦି ମୁଁ କହିବି, ମୋର ପ୍ରିୟ ଯାହାକି ଧନୁରାଶି ଭାଇ ଭଉଣୀମାନେ, ଯଦି ଧର୍ମ, ଆଇନ, ରାଜନୀତି, ଶିକ୍ଷା, ସମ୍ବାଦ, ସଂସ୍ଥା ଏପରି ସ୍ୱାଧୀନ କାର୍ଯ୍ୟରେ କାର୍ଯ୍ୟ କରିବା ଶୁଭ ହୋଇଥାଏ। ତେବେ ମାତ୍ର ସବୁ ପରିବର୍ତ୍ତନଶୀଳ ପୁଣି ଅଟୋମେଟିକ୍ ହେଇଯାଇଥାଏ। ତେବେ ମନେ ରଖନ୍ତୁ ମୋର ପ୍ରିୟ ଧନୁରାଶି ଭାଇ ଭଉଣୀମାନେ, ଆପଣ ଯେତେ ଯାହା ସହିତ ସମ୍ପର୍କ ଯୋଡ଼ନ୍ତୁ ନା କାହିଁକି, ଯାହା ବି ରିଲେସନ୍ ରଖନ୍ତୁ ନା କାହିଁକି, ସେସବୁ କ୍ଷଣକ ଭିତରେ ପୁଣି କିଛି ଦିନ ଗଲା ପରେ ପରିବର୍ତ୍ତନ ଦେଖା ଦେଇଥାଏ। ଫେର ନୂଆ ସମ୍ପର୍କ ଆରମ୍ଭ ହୋଇଥାଏ। କିନ୍ତୁ ଆପଣଙ୍କ ଲାଇଫ୍ ଭିତରେ ବା ଜୀବନ କାଳ ଭିତରେ ଏମିତି ଜଣେ ଦାର୍ଶନିକ ବା ପ୍ରତିଷ୍ଠା ବା ଯାହାକି କେହି ଜଣେ ପଣ୍ଡିତ ବା ଜ୍ଞାନୀ ବା ଯାହା ବି ହଉ, କେହି ଜଣେ ଆପଣଙ୍କ ସାମ୍ନାକୁ ଏମିତି ଆସିପାରନ୍ତି ଯିଏକି ସେ ଆପଣଙ୍କୁ ଜ୍ଞାନ ବଳରେ ଆପଣଙ୍କୁ ଅନେକ କିଛି ସାହାଯ୍ୟ ସହାନୁଭୂତିର ଆପଣଙ୍କ ଲାଇଫ୍ ପରିବର୍ତ୍ତନ କରିପାରନ୍ତି। ଆପଣଙ୍କ ଲାଇଫ୍ର ତାଙ୍କୁ ମନ ଦେଇ ପୁରା ସମ୍ପୂର୍ଣ୍ଣ ନିଜକୁ ସମର୍ପଣ କରି ଭଲ ପାଇବା ଓଜାଡ଼ି ଦେବାର ଯୋଗ ଦେଖାଦେଉଛି। ସେ ମଧ୍ୟ ଆପଣଙ୍କୁ ଅତ୍ୟନ୍ତ ଭାବରେ ଭଲ ପାଇବାର ଆନନ୍ଦରେ ସେ ଅନେକ କିଛି ପଥ ପରିଷ୍କାର କରିଦେବେ ତମକୁ। ସେ ତମର ପ୍ରାୟ ଶେଷ ଜୀବନ ପର୍ଯ୍ୟନ୍ତ ହୁଏତ ସମ୍ପର୍କ ରିଲେସନରେ ସେ ତମକୁ ବାନ୍ଧି ରଖିପାରନ୍ତି। ଏଭଳି ସମ୍ପର୍କ ଆପଣଙ୍କର ହାତଛଡ଼ା ହେବାର ଚାନ୍ସ ବି ନାହିଁ। ତେବେ ମୋର ଧନୁରାଶି ଭାଇ ଭଉଣୀମାନେ, ଆପଣଙ୍କ ରାଶିର ଅଧିପତି ଗ୍ରହ ହେଲେ ବୃହସ୍ପତି। ଏହି ବୃହସ୍ପତିଙ୍କ ପାଇଁ ଆପଣ ଗୋଟିଏ ପଞ୍ଚମୁଖୀ ରୁଦ୍ରାକ୍ଷରଟିଏ ଆପଣ ଧାରଣ କରନ୍ତୁ। ଏହି ପଞ୍ଚମୁଖୀ ରୁଦ୍ରାକ୍ଷର ଧାରଣ କଲେ ଆପଣ ନିଶ୍ଚିତ ଭାବରେ ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ପ୍ରାପ୍ତି ମିଳିବ। ଆଉ ନିଶ୍ଚିତ ଭାବରେ ଅନେକ କିଛି ଲାଭାନ୍ୱିତ ଆପଣ କରିପାରିବେ। ଏବେ ଆସନ୍ତୁ ଦେଖିବା ମକର ରାଶିଙ୍କ ବିଷୟରେ। ମୋର ପ୍ରିୟ ମକର ରାଶି ଭାଇ ଭଉଣୀମାନେ, ଆପଣ ନାଇଟ୍ ଅଫ୍ ପେଣ୍ଟାକ୍ଲସ୍ କାର୍ଡ ଅଛି। ଆପଣଙ୍କ ଶାନ୍ତ ସ୍ୱଭାବ ଯୋଗୁଁ ଆଜି ଆପଣ ଆଗକୁ ବଢ଼ିବେ। କ୍ୟାରିୟର ରିଲେଟେଡ୍ କିଛି କାର୍ଯ୍ୟରେ ଆଗକୁ ବଢ଼ିବାର ଯୋଗ ଦେଖାଯାଉଛି। ଆପଣ କଠିନ ପରିଶ୍ରମ କରିବେ, ଧୈର୍ଯ୍ୟଶୀଳ ରହିବେ। ପଜିଟିଭ କାର୍ଡ ଅଛି। ଆପଣଙ୍କ କାର୍ଯ୍ୟକୁ ଏକାଗ୍ରତା ସହିତ ନିଷ୍ଠାର ସହିତ କରନ୍ତୁ, ସଫଳତା ପ୍ରାପ୍ତି ହେବ। ଆଜି ଅର୍ଥ କ୍ୟାରିୟର ବାବଦରେ ବହୁତ ଭଲ ଫଳ ମିଳିବ। ଯଦି ବି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିଲା ତେବେ ଦୂରେଇ ଯିବ। ଆପଣଙ୍କ ପକ୍ଷରେ ବ୍ୟାୟାମ କରନ୍ତୁ, ସ୍ୱାସ୍ଥ୍ୟ ଠିକ୍ ରହିବ। ତେବେ ମନେ ରଖନ୍ତୁ ମୋର ପ୍ରିୟ ଯାହାକି ମକର ରାଶି ଭାଇ ଭଉଣୀମାନେ, ଆଜି କିଛି ଶତ୍ରୁ କ୍ଷୟ ହେଇଯିବାର ଯୋଗ ଦେଖାଯାଉଛି। ଶତ୍ରୁମାନେ ପରାଜିତ ହେବାର ମଧ୍ୟ ଜଣାଯାଉଛି। ଏଇଠି ମନେ ରଖନ୍ତୁ ମୋର ପ୍ରିୟ ମକର ରାଶି ଭାଇ ଭଉଣୀମାନେ, ଆପଣଙ୍କର ଯଦି ଭାଗ୍ୟ, ଅର୍ଥ, କର୍ମ, ବ୍ୟବସାୟ ବିଷୟରେ ମୁଁ କହିବି, ତାହେଲେ ଭାଗ୍ୟ ଉତ୍ଥାନ ପତନ ମଧ୍ୟ ଦେଇ ଗତି କରି 30-32 ବର୍ଷ ବୟସ ବେଳକୁ ବାଟକୁ ଆସିଥାଏ। ନିଜ ବାହୁ ବଳରେ ଭାଗ୍ୟ ଗଢ଼ିଥାନ୍ତି। ଗଠନମୂଳକ କାର୍ଯ୍ୟରେ ଦକ୍ଷ ହୋଇଥାନ୍ତି। ବାଣିଜ୍ୟ, ବ୍ୟବସାୟ, କଳ କାରଖାନା, ଯନ୍ତ୍ରପାତି, ବିସ୍ଫୋରକ ଦ୍ରବ୍ୟ, ଅସ୍ତ୍ରଶସ୍ତ୍ର, ଲୁହା ଦସ୍ତା, ଖଣିଜ ତୈଳ, କୋଇଲା, ଠିକାଦାରୀ, ଭୂସମ୍ପତ୍ତି କାର୍ଯ୍ୟ ଏସବୁ ମଧ୍ୟ ଆପଣଙ୍କୁ ପ୍ରାପ୍ତି ହୋଇଥାଏ ବା ଶୁଭ ହୋଇଥାଏ। ଚାକିରି, ଅନ୍ୟାନ୍ୟ ରେଲୱେ, କୃଷି ଦପ୍ତର, ଜାହାଜ କମ୍ପାନୀ, ଖଣିଜ, ଅସ୍ତ୍ର, ରାସାୟନିକ କଳକାରଖାନା, ସରକାରୀ ଦପ୍ତର, ଅର୍ଥ ସମ୍ପର୍କୀୟ ଚାକିରି, ଆକାଉଣ୍ଟ, ବୈଦେଶିକ ଅନୁଷ୍ଠାନ ଓ ରାଜନୀତି ମଧ୍ୟ ଶୁଭପ୍ରଦ ହୋଇଥାଏ। ତେବେ ମନେ ରଖନ୍ତୁ ମୋର ପ୍ରିୟ ମକର ରାଶି ଭାଇ ଭଉଣୀମାନେ, ଆପଣଙ୍କ ରାଶିରେ ଯଦି ଏଭଳି କାର୍ଯ୍ୟରେ କିଛି ଫେଲୁଅର ହେଉଛନ୍ତି, ସଫଳ ପାଇପାରୁନାହାନ୍ତି, ବାରମ୍ବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତାହେଲେ ମନେ ରଖନ୍ତୁ ଆପଣ ଗୋଟେ କାମ କରନ୍ତୁ। ଆପଣଙ୍କ ରାଶିର ଅଧିପତି ଗ୍ରହ ହେଲେ ଶନି। ଶନିଙ୍କ ପାଇଁ ଆପଣ ଏକ ସପ୍ତମୁଖୀ ରୁଦ୍ରାକ୍ଷରଟିଏ ଧାରଣ କରନ୍ତୁ। ଦେଖିବେ ଆପଣଙ୍କର ନିଶ୍ଚିତ ଭାବରେ ସଫଳତା ଧୀରେ ଧୀରେ ଆସିଯିବ। ଏବେ ଆସନ୍ତୁ ଦେଖିବା କୁମ୍ଭ ରାଶିଙ୍କ ବିଷୟରେ। ମୋର ପ୍ରିୟ କୁମ୍ଭ ରାଶି, ଇଏ 8 ଅଫ୍ କପ୍ସ କାର୍ଡ ଆସିଛି।
ଆପଣଙ୍କର କୌଣସି ବ୍ୟକ୍ତି ଆପଣଙ୍କ ସାଥ ଛାଡ଼ିଦେବାର ଆଜି ଯୋଗ ଦେଖାଯାଉଛି। ଆପଣଙ୍କ ଲାଇଫରେ ବହୁତ ଦୁଃଖ କଷ୍ଟ ଜଣାଯାଉଛି। ରିଲେସନ କିମ୍ବା କ୍ୟାରିୟରରେ ବହୁତ କ୍ଷତି ହେବାର ଯୋଗ, ଦ୍ୱନ୍ଦ୍ୱ ଭିତରେ ଅଛନ୍ତି। କୌଣସି ଜିନିଷକୁ ନେଇ ଯାହା ପାଇଁ ଆପଣ ଚାହୁଁଛନ୍ତି ସବୁ କିଛି ଛାଡ଼ି ଚାଲିଯିବାକୁ, ହୁଏତ ଆପଣ ସନ୍ନ୍ୟାସ ନେବାକୁ ଚାହିଁପାରନ୍ତି, ନଚେତ୍ କେହି ବି ବ୍ୟକ୍ତି ଅଛନ୍ତି ଆତ୍ମକୁ ବିସର୍ଜନ କରିବା ଭାବନା ମନକୁ ଆସିପାରେ। ଆଗତ ଆପଣ ବହୁତ କଷ୍ଟରେ ଅଛନ୍ତି, ରିଲେସନ କିମ୍ବା କ୍ୟାରିୟରରେ ବହୁତ କ୍ଷତି ହେଉଛି, କିନ୍ତୁ ଭାଙ୍ଗି ପଡ଼ନ୍ତୁନି। ଆପଣ ଯାହା ଭାବୁଛନ୍ତି ସବୁ ସରିଯାଇନି। କିଛି ବି ଜୀବନରେ ଅଛି, ସବୁ କିଛି ଛାଡ଼ିଦେବା ଠିକ ନୁହଁ। ସବୁ ପରିସ୍ଥିତିକୁ ସାମ୍ନା କରିବା ଉଚିତ। ଧୈର୍ଯ୍ୟ ରଖନ୍ତୁ। ଭଗବାନ କିଛି ବି ନୂଆ ରାସ୍ତା ଆପଣଙ୍କୁ ଦେଖେଇବେ। ମୁଁ ଗୋଟେ ଉଦାହରଣ ଦଉଛି ମୋର ପ୍ରିୟ କୁମ୍ଭ ରାଶି ଭାଇ ଭଉଣୀ ମାନେ, ମନେ କରନ୍ତୁ ଯାହା ବି ଅସୁବିଧା ଅଛି, ମଣିଷ ସନ୍ନ୍ୟାସ କିମ୍ବା ମୃତ୍ୟୁ ନିଷ୍ପତ୍ତି ନେଲେ ସମସ୍ୟାର ସମାଧାନ ହେବନି। ପରବର୍ତ୍ତୀ ଜନ୍ମର ମଙ୍ଗଳ ନିମନ୍ତେ ଆପଣଙ୍କୁ ଧୈର୍ଯ୍ୟ ରଖିବାକୁ ପଡ଼ିବ। ଦୁଃଖ ଅଛି ତ ସୁଖ ଆସିବ, ଦିନ ଅଛି ତ ରାତି ଆସିବ। ସମୟକୁ ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ିବ ମୋର ପ୍ରିୟ ଯାହାକି କୁମ୍ଭ ରାଶି ଭାଇ ଭଉଣୀ ମାନେ। ଯଦି ଆଜି ମାନହାନି ହେଇପାରେ, ସମ୍ମାନ ଉପରେ କିଛି ପ୍ରେସର ପଡ଼ିପାରେ, ତଥାପି ଗୋଟିଏ ଦିନ ଆପଣ ମୁକାବିଲା ବା ଧୀର ଭାବରେ ଆଜି ଅତିବାହିତ କରନ୍ତୁ। ଦେଖିବେ ପୁଣି ପରିବର୍ତ୍ତନର ଦିନ ଆସିକି ପହଞ୍ଚିଯିବ। ତେବେ ନିଜ ଭାଗ୍ୟ, ଅର୍ଥ, କର୍ମ, ବ୍ୟବସାୟ ଆପଣଙ୍କର ମୁଁ ଯଦି କହିବି, ନିଜ ଭାଗ୍ୟ ନିଜ ହାତ ମୁଠାରେ ଆଜ୍ଞା ରହୁଛି ମୋର ପ୍ରିୟ କୁମ୍ଭ ରାଶି। ମାର୍ଗ ବାଛିବା ପରେ ନିର୍ଭର କରୁଛି ଆପଣ କୋଉ ଲାଇନରେ ଯିବେ, କଣ କରିବେ, ତା ଉପରେ ନିର୍ଭର କରୁଛି। ଆପଣଙ୍କ ଭାଗ୍ୟ ଆପଣଙ୍କ ହାତ ମୁଠାରେ ରହୁଛି। 25 ବର୍ଷ ବୟସ ବେଳକୁ ଭାଗ୍ୟର ପରିବର୍ତ୍ତନ ହେବା ସ୍ୱାଭାବିକ। ଅନ୍ୟ ସମ୍ପତ୍ତି ପାଇବା ଯୋଗ ଥାଏ। ବ୍ୟବସାୟରେ 40 ବର୍ଷ ବୟସ ପରେ ଉନ୍ନତି ଯାଇକି ପରିଲକ୍ଷିତ ହେବ। ଆଉ ଚାକିରିରେ ଶ୍ରଦ୍ଧା ନଥାଏ, ମଧ୍ୟମ ବୟସର ସ୍ଥିରତା ଆସେ। ଚାକିରି ଆଉ ଅନ୍ୟାନ୍ୟ ବ୍ୟାଙ୍କ, ଜୀବନ ବୀମା, ପୋଲିସ, କଳକାରଖାନା ପରିଚାଳକ କିମ୍ବା ହିସାବ ପତ୍ର କାର୍ଯ୍ୟ, ଚିକିତ୍ସା ଶାସ୍ତ୍ର, ଇଞ୍ଜିନିୟରିଂ କାର୍ଯ୍ୟ ଆପଣଙ୍କ ପାଇଁ ମଧ୍ୟ ଶୁଭପ୍ରଦ ହୋଇଥାଏ। ଯଦି ଏଭଳି ଲାଇନରେ କିଛି ଅଛନ୍ତି ତାହେଲେ ଉତ୍ତମ କଥା। ଯଦି ଆପଣ ନାହାନ୍ତି କିମ୍ବା ଆପଣଙ୍କର ଏହି କାର୍ଯ୍ୟ ସଫଳତା ପ୍ରଦାନ ହେଉନାହିଁ, ତାହେଲେ ମନେ ରଖନ୍ତୁ ମୋର ପ୍ରିୟ କୁମ୍ଭ ରାଶି, ଆପଣଙ୍କ ରାଶିର ଅଧିପତି ଗ୍ରହ ହେଲେ ଶନି। ଶନିଙ୍କ ପାଇଁ ଏକ ସପ୍ତମୁଖୀ ରୁଦ୍ରାକ୍ଷରଟି ଆପଣ ଧାରଣ କରନ୍ତୁ। ଦେଖିବେ ଆପଣଙ୍କର ଦିନ ନିଶ୍ଚିତ ଭାବରେ ପରିବର୍ତ୍ତନକୁ ଆସିଯିବ। ଏବେ ଆସନ୍ତୁ ଦେଖିବା ଯେ କି ମୀନ ରାଶିଙ୍କ ବିଷୟରେ। ମୀନ ରାଶି ये 2 ऑफ कप्स का जहाँ भी परिस्थिति अच्छी बहुत भल अच्छी, समय बहुत भल अच्छी। किसी भी नुआ आरंभ करंतु भल हबो। जेते अधिक परिश्रम करिवे सेते अधिक भल फल मिलिबो। मनी, कैरियर, व्यवसाय कथा जदि कहबा, जदि चाकरी करूचंती तबे प्रमोशन मिलि पारे। काम बहुत भल रहइबो, बहुत सपोर्ट मिलिबो। जदि पार्टनर बिजनेस करूचंती बहुत भल लाभ मिलिबो। आपनक पाखरे जेतिकी पैसा आसीबो सेतिकिरे संतुष्ट रहिबे। जदि स्वास्थ्य समस्या थिला तबे बहुत शीघ्र भल होइजिबो। आ रिलेशन कथा कहले कଳି झगड़ा जा चालुतला ता समाधान हेइजिबो, एथिरे संदेह करिवार किछि नाही। तेबे मने रखंतु मोर प्रिय मीन राशि भाई भौणी मैंने आपण कथा को कहवाक टिके आज शिखंतु। आपण कथा को क्या सेयार करंतु। किछि तो जना जाउछि आपण प्रति किछि घटना घटिछि। जदि आपण संपर्क रे स्वामी स्त्री को संपर्क रे किंबा कोनोसी भी संपर्क रे झगड़ा होउछि किंबा मनमालिन होउछि, तारे आपण कथा को कहंतु। आपण स्त्री को साथरे हो किंबा जा सहित हो, आपण कहले जाय समस्यार समाधान हेबो। पुराना झगड़ा को किंबा कोनोसी कथा को नहीं धरिक बसंतु नहीं, ताको समाधान करबा पय आज बहुत भलो दिन अछि। आपण पय किछि भी नुआ आरंभ करंतु, भलो निश्चित भाବରେ हबो। मोर प्रिय मीन राशि भाई भौणी माने एठी कहबाकू चाहूछि, सब भलो भितरे भी किछि जोग भी कलह जोग रहउछि, सेतिपति आपण निश्चित भाବରେ सजाग रहबा आवश्यक अछि। मने रखंतु मोर प्रिय मीन राशि भाई भौणी माने, भाग्य, अर्थ, कर्म, व्यवसाय, चाकरी, अन्यान्य विषय में यदि कहबी, मने रखंतु विभिन्न दिगरु भाग्य उन्नति संभव अछि। मीन राशि व्यक्तिंकर अनेक विपदरु रक्षा पाई परिबे। 36 वर्ष बयस पर भाग्यर उन्नति घटिबो। अन्य संपत्ति किंबा लटरी द्वारा लाभवान आशा करा जाय। गुप्त धन मिलिबार आशायुक्त स्पष्टवादी सचोट गुण जोगुरु व्यवसाय धीरे धीरे आगेबे। वाणिज्य व्यवसाय, सुना, रत्न, खाद्य, शस्त्र, तैल, रासायनिक द्रव्य, जमी जमा कारबार आपनको पय निश्चित शुभ। चाकरी और अन्यान्य कथा कहले परिवहन, प्रकाशक, डाक्तरी, इंजीनियरिंग अत्यंत शुभप्रद आपनको पय। मोर प्रिय मीन राशि भाई भौणी माने, आज मुझे कहबी ए मीन राशि भाई भौणी मान जो मानकर भाग्यर परिवर्तन हो नहीं, ताले आपन राशि अधिपति ग्रह हेले बृहस्पति। ए बृहस्पति एक पंचमुखी रुद्राक्षरटी आपण धारण करंतु। ए पंचमुखी रुद्राक्षरटी धारण कले आपण अनेक किछि कार्य सफलता प्राप्ति पाई परिबे। तेबे मोर प्रिय दर्शक बंधु, समय तो शेष हेलानी, समय
ଇସାରା ଦେଲାଣି, ଯାହାକି କାର୍ଯ୍ୟକ୍ରମକୁ ଏଇଠି ରଖି ଆପଣମାନଙ୍କଠାରୁ ବିଦାୟ ନେବାକୁ ପଡ଼ିବ। ଆପଣମାନଙ୍କୁ ଏତିକି କହୁଛି, ଯେଉଁମାନେ ମାଧବ ପବିତ୍ର ବାଣୀ କାର୍ଯ୍ୟକ୍ରମ ସହିତ ଯୋଡ଼ି ହୋଇଛନ୍ତି, ପ୍ରତ୍ୟେକ ଦିନ ସେମାନେ ଦେଖୁଛନ୍ତି, ସେମାନଙ୍କୁ ଅନେକ ଅନେକ ଧନ୍ୟବାଦ। ଆଉ ଯେଉଁମାନେ ନୂତନ ଭାବରେ ପ୍ରବେଶ କରୁଛନ୍ତି, ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଆପଣ ସ୍ୱତନ୍ତ୍ର ଭାବରେ କନେକ୍ଟ ରୁହନ୍ତୁ। ଆପଣଙ୍କର ପ୍ରତ୍ୟେକ ସମସ୍ୟାକୁ ଆମ ସହିତ ସେୟାର କରନ୍ତୁ, ଆଉ ପ୍ରତ୍ୟେକ ସମସ୍ୟାର ସମାଧାନର ବାଟ ଆମଠାରୁ ଆପଣମାନେ ନିଶ୍ଚିତ ପାଇ ଉପକୃତ ହେବା ପାଇଁ ଚେଷ୍ଟା କରନ୍ତୁ। ମୋର ପ୍ରିୟ ଭାଇ ଭଉଣୀମାନେ, ସମୟ ଅତିବାହିତ ହୋଇଛି, ବିଦାୟ ନେଉଛି। ପୁଣି ଭେଟ ହେବ ଆସନ୍ତାକାଲି, ସେତେବେଳେ ଯାଏ ରହୁଛି। ନମସ୍କାର।